सिलेक्शन हेबा परे जो अपॉइंटमेंट दिया जिवो ए अपॉइंटमेंट टी कोन करा जिवो कि 3 वर्ष पर्यंत टर्म रखा जिवो एवं कुआ जाउछि कि जेमिति जदि प्रोवाइडेड दैट इफ एनी सच मेंबर्स फाउंड टू बी मेडिकली अनफिट टू कंटिन्यू एज ए मेंबर ऑफ होमगार्ड जो माने कि होमगार्ड रे जो माने सिलेक्शन हो जाइछन्ती एवं जो माने होमगार्ड चाकरी करूछन्ती तो से माने जदि मेडिकली अनफिट हेले ताहाने से माने कोन करा जिवो ସେମାନଙ୍କୁ ଟର୍ମିନେଟ୍ କରାଯିବ ଯେଉଁଟା କି ଯଦି ସେମାନେ ପରବର୍ତ୍ତୀ ସମୟରେ ସେମାନେ ଯଦି ଏଥିପାଇଁ ଯଦି ଫିଟ୍ ହେଇଗଲେ ତାହେଲେ ସେମାନଙ୍କୁ ପୁଣି ରିଆପଏଣ୍ଟମେଣ୍ଟ ମଧ୍ୟ କରାଯିବ। ତ ଆଉ କ'ଣ ରହିଛି କି ଯେମିତିକି ଦେଖନ୍ତୁ ଯେଉଁ ଏଜ୍ ଲିମିଟ୍ ବିଷୟରେ ଏଠାରେ ଉଲ୍ଲେଖ କରାଯାଇଛି ଏ ଆଧାରରେ ହିଁ ରିକ୍ରୁଟମେଣ୍ଟ ପାଇଁ ଯେଉଁ ନୋଟିଫିକେସନ୍ ବାହାରିଛି ମ୍ୟାକ୍ସିମମ୍ 20 ବର୍ଷ ମିନିମମ୍ ହେଉଛି 20 ଇୟର୍ସ। ଆଉ ତାପରେ ହେଉଛି କ'ଣ ଯେମିତିକି ଆପଣ ଦେଖନ୍ତୁ ଏଇଠି ଯେଉଁ ରହିଛି ବିଭିନ୍ନ ପ୍ରକାର ଡିସଚାର୍ଜର ରୁଲ୍ ରହିଛି ଏବଂ ଅର୍ଗାନାଇଜେସନ୍ ଯେମିତିକି ଆପଣ କେଉଁଠି କେଉଁ ଜାଗାରେ ଆପଣଙ୍କର ହୋମଗାର୍ଡ଼ ଅଫିସ୍ ଅଛି କମାଣ୍ଡାଣ୍ଟ ହେଡ଼୍ ଅଛନ୍ତି ସେକେଣ୍ଡ ଇନ୍ କମାଣ୍ଡାଣ୍ଟ ଅଛନ୍ତି ସିନିୟର ଡିଭିଜନାଲ୍ କମାଣ୍ଡାଣ୍ଟ ଅଛନ୍ତି ଏସବୁ ତାଙ୍କର ର୍ୟାଙ୍କ ରହିଛି ସିନିୟର ପ୍ଲାଟୁନ୍ ସବୁ ବିଭିନ୍ନ ପ୍ରକାର ସେକ୍ସନ୍ ଲିଡ଼ର ଆସିଷ୍ଟାଣ୍ଟ ସେକ୍ସନ୍ ଲିଡ଼ର ଆଦି ସବୁ ପ୍ରକାର ତାକୁ କାଟାଗୋରୀ ଡିଭାଇଡ଼ କରାଯାଇଛି ଏବଂ ଯେମିତିକି ପାୱାର ଅଫ୍ କମାଣ୍ଡାଣ୍ଟଙ୍କ କଥା ଦେଖିବାକୁ ଗଲେ କମାଣ୍ଡାଣ୍ଟଙ୍କର ଆପଏଣ୍ଟମେଣ୍ଟ ପାୱାର ରହିଛି ଏବଂ ତାଙ୍କର ସମସ୍ତ ସୁପରଭିଜନ୍ ୱାର୍କିଂ ଡିସିପ୍ଲିନ୍ ଆଡମିନିଷ୍ଟ୍ରେସନକୁ ଟ୍ରେନିଂକୁ ମେଣ୍ଟେନ୍ କରିବାର ପାୱାର ତାକୁ ଉଲ୍ଲେଖ କରାଯାଇଛି ଯେମିତିକି ଦେଖନ୍ତୁ ସେ ୟୁନିଫର୍ମ ହୋମଗାର୍ଡ଼ର ୟୁନିଫର୍ମ କଥା ଦେଖିବା ଯେମିତିକି ସେମାନେ ହେଉଛନ୍ତି ଜଣେ ଖାକି ବର୍ଦ୍ଦି ଧାରଣ କରିବା ପାଇଁ ସେମାନଙ୍କୁ ପାୱାର ଦିଆଯାଇଛି ଯେଉଁଥିରେକି ୱେପନ୍ ଯଦି ସେମାନେ ମାନେ କମାଣ୍ଡାଣ୍ଟଙ୍କ ଦ୍ୱାରା ସ୍ପେସିଫାଏ ହେବେ ତାହେଲେ ସେମାନେ ୱେପନ୍ ଧରି ପାରିବେ ଏବଂ ସେମାନଙ୍କର ଯେଉଁ ଡ୍ୟୁଟି ରହିଛି ତ ଡ୍ୟୁଟିଟା ହେଉଛି ଯେଉଁଟାକି ଦେଖନ୍ତୁ ଏମର୍ଜେନ୍ସି ସର୍ଭିସ୍ ଏବଂ ଯେଉଁଟାକି ଆର୍ଥକ୍ୱାକ୍ ଫ୍ଲଡ୍ ଡ୍ରଟ୍ସ ଏସବୁ ମାନଙ୍କରେ ପବ୍ଲିକ୍ ପ୍ରପର୍ଟି ଏବଂ ଇଲେକ୍ଟ୍ରିସିଟି ଏବଂ ୱାଟର କମ୍ୟୁନିକେସନ୍ ୱାଟର ଏସେନ୍ସିଆଲ୍ ସର୍ଭିସ୍ ପାଇଁ ନର୍ମାଲ୍ ସର୍ଭିସ୍ ପାଇଁ ଯେଉଁଟାକି ଜିନିଷ ଗୁଡ଼ାକ ହୋମଗାର୍ଡ଼ ଦେଖିବେ ଏବଂ ଲୋକାଲ୍ ପୋଲିସ୍ ସହିତ ସେମାନେ ପିସ୍ ଏବଂ ଲ ଆଣ୍ଡ ଅର୍ଡ଼ରକୁ ମେଣ୍ଟେନ୍ କରିବା ପାଇଁ ହେଲ୍ପ କରିବେ। ଆଉ ଏମାନଙ୍କର ଯେଉଁ ରହିଛି କ୍ରିମିନାଲ୍ସ କ୍ଲାସେସ୍ ଯେଉଁଟାକି ଭାଇଗ୍ରାଣ୍ଟସ୍ ୱାଣ୍ଡରିଂ ଗ୍ୟାଙ୍ଗସ୍ ଏସବୁ ମାନଙ୍କ ଦ୍ୱାରା ପୋଲିସ ମାଧ୍ୟମରେ ସେମାନେ ଏସବୁ ଜିନିଷରେ କମେଇବା ପାଇଁ ସାହାଯ୍ୟ କରିବେ ଏବଂ ତାଙ୍କର ଆଉ କ'ଣ ଡ୍ୟୁଟିଜ୍ ରହୁଛି ଯେମିତିକି କମ୍ୟୁନାଲ୍ ଡିଷ୍ଟର୍ବାନ୍ସେସ୍ ହେଉଛି ଇଣ୍ଡଷ୍ଟ୍ରିଆଲ କିମ୍ବା ଇଣ୍ଟରନାଲ୍ ଡିସଅର୍ଡ଼ର୍ସ ହେଉଛି ତ ଏସବୁ ଜିନିଷ ଗୁଡ଼ାରେ ସେମାନେ ପୋଲିସ ଯେଉଁଟାକି ଲ ଆଣ୍ଡ ଅର୍ଡ଼ର ମେଣ୍ଟେନ୍ କରୁଛି ତ ଫେୟାର୍ସରେ ସେମାନେ ଫେଷ୍ଟିଭାଲ୍ସ ଫେୟାର୍ସରେ ବିଗ୍ ଗ୍ୟାଦରିଂ ଆଦି ଗୁଡ଼ିକୁ ରେ ସେମାନେ ଡ୍ୟୁଟି ଦେବେ ଏବଂ ସେମାନଙ୍କର ଯେଉଁ ଏମର୍ଜେନ୍ସି ସିଭିଲ୍ ଡିଫେନ୍ସ ଅର୍ଗାନାଇଜେସନ୍ ରହିଛି ତ ସେ ଏମର୍ଜେନ୍ସି ରେ ସେମାନେ ତାର ସାଥ ଦେବେ। ଆଉ କ'ଣ ରହିଛି ଯେମିତିକି ଯେଉଁ ଭଲନେରେବଲ୍ ଏରିଆ ଯେଉଁଟାକି ଡିଷ୍ଟର୍ବ ଏରିଆ ଯେଉଁଟା କୁହାଯାଉଛି ଡେଞ୍ଜର ଏରିଆ ସେ ଡେଞ୍ଜର ଏରିଆ ମାନଙ୍କରେ ସେମାନେ ନିଜର ଡ୍ୟୁଟି ପ୍ରଦାନ କରିବେ ଏବଂ ଆଉ ସେମାନଙ୍କର ଯେଉଁ ରହିଛି ଆଉ ବାକି ଯେତିକି ବି ଡ୍ୟୁଟି ଯାହା କମାଣ୍ଡାଣ୍ଟଙ୍କ ଦ୍ୱାରା ଆସାଇନ୍ କରାଯିବ ସେଗୁଡ଼ିକୁ ସେମାନେ ବିନା କୌଣସି ସର୍ତ୍ତରେ ସେ ଆଗେଇ ଯିବେ। ତ ଏହାପରେ କ'ଣ ରହୁଛି ଦେଖନ୍ତୁ ଯେଉଁ ରେନୁମରେସନ୍ ଯାହା ପାଇଁ ଆମେ ଚାକିରି କରୁଛୁ ତ ସେଥିରେ ଯେଉଁ ହୋମଗାର୍ଡ଼ ଯେଉଁ ରେନୁମରେସନ୍ ରହିଛି ସେ ରେନୁମରେସନ୍ଟି କେମିତି ଫିକ୍ସ ହୋଇଥାଏ ଦେଖିବା ଯେମିତି ଦେଖନ୍ତୁ ଯେଉଁ ହୋମଗାର୍ଡ଼ରେ ଅଫିସର ମାନେ ବି ଅଛନ୍ତି ତେଣୁ ଅଫିସର ଏବଂ ଅଦର ମେମ୍ବର୍ସ ପାଇଁ ଭାବିଲେ ଯାହା ବି ଅଛନ୍ତି ତ ସେମାନେ ହେଉଛନ୍ତି କ'ଣ ନା ହୋମଗାର୍ଡ଼ ସେଲ୍ ବି ଏଣ୍ଟାଇଟଲ୍ଡ ଟୁ ରିସିଭ୍ ସଚ୍ ଆଲାଉନ୍ସେସ୍ ଆଣ୍ଡ ସଚ୍ ରେଟ୍ସ ଏଜ୍ ଦ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ମେ ଫ୍ରମ୍ ଟାଇମ୍ ଟୁ ଟାଇମ୍ ଡିଟରମାଇନ୍ ତାମାନେ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ଯେଉଁ ନିୟମ ବାହାର କରିବ ଯେଉଁ ଅପଡ଼େଟେଡ଼ ସାଲାରୀ ଦେବ ସେଇ ସାଲାରୀ ଅନୁସାରେ ସେମାନେ ପାଇବେ। ଯେମିତିକି ଦେଖନ୍ତୁ ବର୍ତ୍ତମାନ ଆଜିକା ଡେଟ୍ରେ ଯେଉଁ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ଯେଉଁ ସାଲାରୀ ପାଉଛନ୍ତି ଯେଉଁ ହୋମଗାର୍ଡ଼ ଜଣେ ହୋମଗାର୍ଡ଼ଟେ ସାଲାରୀ ପାଉଛି ତାହା ହେଉଛି ଏଇଠି ଦେଖନ୍ତୁ ମୁଁ ଆପଣମାନଙ୍କୁ ଦେଖିବା ପାଇଁ ଚାହିଁବି ସେ ହୋମଗାର୍ଡ଼ର ସାଲାରୀ ବର୍ତ୍ତମାନ ଆସୁଛି କେତେ ଯେ 612 ଟଙ୍କା ଆସୁଛି ସାଲାରୀ ଏଇଠି ଦେଖନ୍ତୁ ବର୍ତ୍ତମାନ ଯେଉଁ ଓଡ଼ିଶା ହୋମଗାର୍ଡ଼ ଯେଉଁ ରହିଛି 600 କ୍ୟାଣ୍ଡିଡେଟ୍ସ ସିଲେକ୍ଟେଡ଼ ଫର୍ ଦ ଓଡ଼ିଶା ହୋମଗାର୍ଡ଼ positions will be engaged and in a daily wages basis and will receive an remuneration of 612 per day ମାନେ ଏମିତିଆ କେମିତିଆ ହେଲା ଯେ 612 ଟଙ୍କା ପର୍ ଡେ ଦେଖନ୍ତୁ ହୋମଗାର୍ଡ଼ ହେଉଛି ଗୋଟିଏ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେ ପରମାନେଣ୍ଟ ଜଣେ ଏମ୍ପ୍ଲୟମେଣ୍ଟ ଅର୍ଗାନାଇଜେସନ୍ ନୁହଁ ତ ଏଥିରେ କ୍ଲିଅରଲି ମେନସନ୍ ହେଇଥାଏ କି ଆପଣମାନେ ଯେଉଁଦିନ ଡ୍ୟୁଟି ଯିବେ ସେଦିନର ଦରମା ପାଇବେ
ମାନେ ଆପଣ ସ୍ୱେଚ୍ଛାକୃତ ଭାବରେ ଆପଣ ସେଦିନ ଡ୍ୟୁଟିରେ ଜଏନ୍ କଲେ ତ ତା'ର ରେନ୍ୟୁମରେସନ୍ ସରକାରଙ୍କ ତରଫରୁ ଆପଣଙ୍କୁ ଦିଆଯିବ। ଏବେ ପ୍ରତିଦିନରେ ଆପଣଙ୍କୁ 612 ଟଙ୍କା ଦିଆଯିବ ଏବଂ ଅ, ଏଇ ଯେଉଁ ରହିଛି ସେ ରେନ୍ୟୁମରେସନ୍ ଏ ରେନ୍ୟୁମରେସନ୍‌ଟି ଆପଣଙ୍କର ଡ୍ୟୁଟିରେ ପ୍ରେଜେଣ୍ଟ ହେଲା ପରେ ସାର୍ଟିଫିକେଟ୍ କଟା ହେଲା ପରେ ଆପଣଙ୍କ ନାଁରେ ଆପଣଙ୍କୁ ଦିଆଯାଏ ଏବଂ ଆଉ କ'ଣ ରହିଛି କି ଏଥିରେ ଯେଉଁ ରହିଛି ଅ, ମାସିକିଆ ଯେଉଁ ମାସ ସମ୍ପୂର୍ଣ୍ଣ ମାସ ଲାଷ୍ଟରେ ହିଁ ସାଲାରିଟି ଆପଣଙ୍କୁ ମିଳିଥାଏ। ଏହା ହେଲା ଆପଣଙ୍କର ହୋମଗାର୍ଡ଼ର ସାଲାରୀ ଷ୍ଟ୍ରକ୍ଚର। ଯଦି କମ୍ପେନସେସନ୍ କଥା ଦେଖିବା ତାହେଲେ ଏଥିରେ ଦେଖନ୍ତୁ ଯଦି ଡ୍ୟୁଟି ନିର୍ବାହନ କଲାବେଳେ ବା ଟ୍ରେନିଂ କଲାବେଳେ ଯଦି କୌଣସି ପ୍ରକାର କ୍ଷତି ହୋଇଥାଏ ତାହେଲେ ସେ ଯେଉଁ କମ୍ପେନସେସନ୍‌ଟି ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ଯେଉଁ ଡିକ୍ଲେୟାର କରିବେ ତ ସେଇ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟଙ୍କ ଡିକ୍ଲାରେସନ୍ ଆଧାରିତ କମ୍ପେନସେସନ୍ ହୋମଗାର୍ଡ଼ମାନଙ୍କୁ ଦିଆଯିବ। ଆଉ ଗୋଟେ ଦେଖନ୍ତୁ ଯେଉଁଟାକି ମୋଷ୍ଟ ଇମ୍ପୋର୍ଟାଣ୍ଟ ଯେଉଁଟାକି ଅଧିକ ଗୁରୁତ୍ୱପୂର୍ଣ୍ଣ ଜିନିଷ ଯେଉଁଟାକି ହୋମଗାର୍ଡ଼ ଯେଉଁ ରୁଲ୍ ରହିଛି ସେ ରୁଲ୍‌ର ଯେଉଁ 1963ରେ ଅପିଲ୍ ସମ୍ବନ୍ଧିତ କିଛି ତଥ୍ୟ ଦିଆହେଇଛି। ଯେମିତିକି ଦେଖନ୍ତୁ ଆ, ଯଦି କୌଣସି ହୋମଗାର୍ଡ଼ ଯିଏକି ମେମ୍ବର ଅଫ୍ ହୋମଗାର୍ଡ଼ ଯେଉଁଟା କହୁଛେ ଆମେ ତ ସିଏ ଯଦି ସେମାନେ ସସ୍ପେନ୍ସନ୍ କରିଦିଆହେଲା କିମ୍ବା ରାଙ୍କରେ ରିଡକ୍ସନ୍ କରିଦିଆହେଲା କମେଇ ଦିଆଗଲା ଡିସଚାର୍ଜ କରିଦିଆହେଲା କିମ୍ବା ଡିସମିସ୍ କରିଦିଆଗଲା ତାହେଲେ ସେମାନେ ଆଇନର ସାହାଯ୍ୟ ନେଇପାରିବେ ଲ'ର ସାହାଯ୍ୟ ନେଇପାରିବେ ଏବଂ ସେମାନେ ନିଜର ଗ୍ରିଭାନ୍ସକୁ ଦେଇପାରିବେ ଯେଉଁଟାକି ଡେପୁଟି କମାଣ୍ଡାଣ୍ଟ ପାଖରେ ଏବଂ ଯେଉଁଟାକି ଡେପୁଟି କମାଣ୍ଡାଣ୍ଟ ଜେନେରାଲ୍ ହୋମଗାର୍ଡ଼ ପାଖରେ ଏବଂ ଅରିଜିନାଲ୍ ଅର୍ଡ଼ର ପାସ୍ଡ ବାଇ କମାଣ୍ଡାଣ୍ଟ ଜେନେରାଲ୍ ମେ ଅପିଲ୍ ଟୁ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ଯେଉଁଟାକି ଯଦି ସିଏ ଯଦି ବି କିଛି ଯେଉଁଟାକି ଫେଭରରେ କିଛି ଅର୍ଡ଼ର ନଦେଲେ ତାହେଲେ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ପାଖରେ ଏହାକୁ ଅପିଲ୍ କରାଯାଇଥାଏ। ନହେଲେ ଆଟ୍ ଲାଷ୍ଟ ଆପଣଙ୍କୁ କୋର୍ଟରେ ସାହାଯ୍ୟ ନେବା ପାଇଁ ପଡ଼େ। ନା ଅର୍ଡ଼ର ଅଫ୍ ଦ ଆପେଲେଟ୍ ଅଥରିଟି ଇନ୍ ସଚ୍ ଆପିଲ୍ ସାଲ୍ ବି ଫାଇନାଲ୍। ଏହାପରେ କୋର୍ଟର ସମ୍ପୂର୍ଣ୍ଣ ଯେଉଁ ରହିଛି ଫାଇନାଲ୍ ଅର୍ଡ଼ରକୁ ଆଧାର କରି ରିକ୍ରୁଟମେଣ୍ଟ କରାଯାଏ ବା ରିଆପଏଣ୍ଟମେଣ୍ଟ କରାଯାଏ।